ବର୍ତ୍ତମାନ ସମୟରେ ଓଡ଼ିଆ ସଙ୍ଗୀତ ଜଗତର ଆଗ ଧାଡ଼ିରେ ଥିବା ସମ୍ବଲପୁରିଆ ମଣ୍ଟୁ ଛୁରିଆ ଏବଂ କଣ୍ଠଶିଳ୍ପୀ ଅସୀମା ପଣ୍ଡାକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ନିକଟ ଦିନରେ ହାତକୁ ଦି ହାତ ହୋଇଥିଲେ ସମ୍ବଲପୁରିଆ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ରେଶ୍ମା। ମଣ୍ଟୁ ଛୁରିଆଙ୍କ ବାହାଘର ରାଜକୀୟ ଢଙ୍ଗରେ ଖୁସିବାସିରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ବାହାଘରରେ ବଡ଼ ବଡ଼ କଣ୍ଠଶିଳ୍ପୀ ଏବଂ ଲୋକପ୍ରିୟ କଳାକାର ଆସି ଯୋଗ ଦେଇ ଦୁହିଁଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ। ଆଉ ସେଠାରେ ମଧ୍ୟ ଅସୀମା ପଣ୍ଡା ମଧ୍ୟ ଆସି ଯୋଗ ଦେଇଥିଲେ ଏବଂ ବାହାଘରରେ ମଧ୍ୟ ଡ୍ୟାନ୍ସ କରିଥିଲେ ଆଉ ଲୋକଙ୍କୁ ମଧ୍ୟ ଏଣ୍ଟରଟେନମେଣ୍ଟ କରିଥିଲେ। ତେବେ ଅସୀମା ପଣ୍ଡାଙ୍କୁ ନେଇ ମଣ୍ଟୁଙ୍କ ବାହାଘର ପରେ ଚତୁର୍ଥୀ ଅବସରରେ ଘଟିଥିଲା ଏମିତି କିଛି ଘଟଣା ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ତେବେ ସୂଚନା ଅନୁସାରେ ମଣ୍ଟୁ ଛୁରିଆଙ୍କ ବିବାହ ଉତ୍ସବ ଖୁବ୍ ଧୁମଧାମର ସହ ସମ୍ପୂର୍ଣ୍ଣ ହୋଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ଅନେକ କଳାକାର ଆସି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ ଏବଂ ମଣ୍ଟୁଙ୍କ ବିବାହ ପରେ ଚତୁର୍ଥୀ ରାତିରେ ପରିବାର ସହ ସମ୍ପୂର୍ଣ୍ଣ ଭାବରେ ଏକ ଭାବବିହ୍ୱଳ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ସେତେବେଳେ ସେଠାରେ ଅସୀମା ପଣ୍ଡା ମଧ୍ୟ ମଣ୍ଟୁଙ୍କ ସହ ନିଜର ପୁରୁଣା ସ୍ମୃତି ମନେ ପକାଇ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଆଉ ଅସୀମାଙ୍କ କାନ୍ଦ ଦେଖି ମଣ୍ଟୁ ମଧ୍ୟ ତାଙ୍କ ସହ କାନ୍ଦି ପକାଇଥିଲେ। ତେଣୁ ଅସୀମା ପଣ୍ଡା ଆଗରୁ କହିଥିଲେ କି ମଣ୍ଟୁଙ୍କ ସହ ତାଙ୍କ ସମ୍ପର୍କ ଆଜିର ନୁହଁ ବରଂ ଦୀର୍ଘ ଦିନର। ବହୁତ ଆଗରୁ ଦୁହେଁ ମିଶି ଅନେକ ଷ୍ଟେଜ୍ ପ୍ରୋଗ୍ରାମ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି। ତେଣୁ ଆଜିଠାରୁ ମଣ୍ଟୁଙ୍କ ନୂଆ ଜୀବନ ଆରମ୍ଭ ହେବ। ତାଙ୍କ ଜୀବନରେ ଆଉ ଜଣଙ୍କର ପ୍ରବେଶ ହୋଇସାରିଛି। ସେଥିପାଇଁ ଅସୀମା ନିଜର ଭାବନାକୁ ଆଉ ନ ରୋକି କାନ୍ଦି ପକାଇଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।